ସକାଳ 4ଟାରେ ଉଠିଲେ କଣ ବଢ଼ିପାରେ? ଅପସନ୍ ଏ ଅଳସୁଆପଣ, ଅପସନ୍ ବି ଏକାଗ୍ରତା, ଅପସନ୍ ସି ରାଗ ଏବଂ ଅପସନ୍ ଡି ଭୋକ। ତ ଏହାର ସଠିକ ଉତ୍ତର ହେଲା ଅପସନ୍ ବି ଏକାଗ୍ରତା। ପରବର୍ତ୍ତୀ ପ୍ରଶ୍ନ, ସକାଳୁ ଶୀଘ୍ର ଉଠିଲେ ପଢ଼ା ପାଇଁ କଣ ମିଳେ? ଅପସନ୍ ଏ ଅଧିକ ସମୟ, ଅପସନ୍ ବି କମ୍ ସମୟ, ଅପସନ୍ ସି ଅଧିକ ନିଦ ଏବଂ ଅପସନ୍ ଡି ଅଳସୁଆପଣ। ତ ଏହାର ସଠିକ ଉତ୍ତର ହେଲା ଅପସନ୍ ଏ ଅଧିକ ସମୟ। ପରବର୍ତ୍ତୀ ପ୍ରଶ୍ନ, ସକାଳୁ ଉଠି ବ୍ୟାୟାମ କଲେ କଣ ଭଲ ହୋଇପାରେ? ଅପସନ୍ ଏ ଶାରୀରିକ ସ୍ୱାସ୍ଥ୍ୟ, ଅପସନ୍ ବି ଅଳସୁଆପଣ, ଅପସନ୍ ସି ନିଦ ଏବଂ ଅପସନ୍ ଡି ରାଗ। ତ ଏହାର ସଠିକ ଉତ୍ତର ହେଲା ଅପସନ୍ ଏ ଶାରୀରିକ ସ୍ୱାସ୍ଥ୍ୟ। ପରବର୍ତ୍ତୀ ପ୍ରଶ୍ନ, ସକାଳର ଶାନ୍ତ ପରିବେଶରେ କାମ କଲେ କଣ ବଢ଼ିପାରେ? ଅପସନ୍ ଏ ଏକାଗ୍ରତା, ଅପସନ୍ ବି ଶବ୍ଦ, ଅପସନ୍ ସି ଅଳସୁଆପଣ ଏବଂ ଅପସନ୍ ଡି ଚିନ୍ତା। ତ ଏହାର ସଠିକ ଉତ୍ତର ହେଲା ଅପସନ୍ ଏ ଏକାଗ୍ରତା। ପରବର୍ତ୍ତୀ ପ୍ରଶ୍ନ, ସକାଳୁ ଉଠି ଦିନର କାମର ଯୋଜନା କଲେ କଣ ହୁଏ? ଅପସନ୍ ଏ ସମୟ ପରିଚାଳନା ଭଲ ହୁଏ, ଅପସନ୍ ବି ସମୟ ନଷ୍ଟ ହୁଏ, ଅପସନ୍ ସି ନିଦ ବଢ଼େ ଏବଂ ଅପସନ୍ ଡି ଅଳସୁଆପଣ ବଢ଼େ। ତ ଏହାର ସଠିକ ଉତ୍ତର ହେଲା ଅପସନ୍ ଏ ସମୟ ପରିଚାଳନା ଭଲ ହୁଏ। ପରବର୍ତ୍ତୀ ପ୍ରଶ୍ନ, ସକାଳୁ ଶୀଘ୍ର ଉଠିବା ଅଭ୍ୟାସ କଣ ବଢ଼ିବାରେ ସାହାଯ୍ୟ କରେ? ଅପସନ୍ ଏ ଶୃଙ୍ଖଳାବଦ୍ଧତା, ଅପସନ୍ ବି ଅଳସୁଆପଣ, ଅପସନ୍ ସି ଅନିୟମିତତା ଏବଂ ଅପସନ୍ ଡି ଅବହେଳା। ତ ଏହାର ସଠିକ ଉତ୍ତର ହେଲା ଅପସନ୍ ଏ ଶୃଙ୍ଖଳାବଦ୍ଧତା। ପରବର୍ତ୍ତୀ ପ୍ରଶ୍ନ, ସକାଳୁ ଉଠି ଧ୍ୟାନ କଲେ କଣ ମିଳିପାରେ? ଅପସନ୍ ଏ ମାନସିକ ଶକ୍ତି, ଅପସନ୍ ବି ରାଗ, ଅପସନ୍ ସି ଚିନ୍ତା ବଢ଼ିବା ଏବଂ ଅପସନ୍ ଡି ଅଳସୁଆପଣ। ତ ଏହାର ସଠିକ ଉତ୍ତର ହେଲା ଅପସନ୍ ଏ ମାନସିକ ଶାନ୍ତି। ପରବର୍ତ୍ତୀ ପ୍ରଶ୍ନ, ସକାଳୁ ଉଠିବାର ସବୁଠାରୁ ଭଲ ଲାଭ କଣ ହୋଇପାରେ? ଅପସନ୍ ଏ ଦିନକୁ ଭଲ ଭାବେ ଆରମ୍ଭ କରିବା, ଅପସନ୍ ବି ଅଧିକ ସମୟ ଶୋଇବା, ଅପସନ୍ ସି କାମ ଛାଡ଼ିବା ଏବଂ ଅପସନ୍ ଡି ସମୟ ନଷ୍ଟ କରିବା। ତ ଏହାର ସଠିକ ଉତ୍ତର ହେଲା ଅପସନ୍ ଏ ଦିନକୁ ଭଲ ଭାବେ ଆରମ୍ଭ କରିବା। ପରବର୍ତ୍ତୀ ପ୍ରଶ୍ନ, ସକାଳୁ ଉଠିବା ଅଭ୍ୟାସ କେଉଁ ଗୁଣକୁ ମଜବୁତ କରିପାରେ? ଅପସନ୍ ଏ ଆତ୍ମନିୟନ୍ତ୍ରଣ, ଅପସନ୍ ବି ଅଳସୁଆପଣ, ଅପସନ୍ ସି ଅବହେଳା ଏବଂ ଅପସନ୍ ଡି ଅନିୟମିତତା। ତ ଏହାର ସଠିକ ଉତ୍ତର ହେଲା ଅପସନ୍ ଏ ଆତ୍ମନିୟନ୍ତ୍ରଣ। ପରବର୍ତ୍ତୀ ପ୍ରଶ୍ନ, ସଫଳ ହେବା ପାଇଁ ସକାଳୁ ଉଠିବା ସହିତ ଆଉ କଣ ଜରୁରୀ? ଅପସନ୍ ଏ ନିୟମିତ ପରିଶ୍ରମ, ଅପସନ୍ ବି କେବଳ ଶୋଇବା, ଅପସନ୍ ସି ସମୟ ନଷ୍ଟ କରିବା ଏବଂ ଅପସନ୍ ଡି କାମକୁ ଏଡ଼ାଇବା। ତ ଏହାର ସଠିକ ଉତ୍ତର ହେଲା ଅପସନ୍ ଏ ନିୟମିତ ପରିଶ୍ରମ।